ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଲଘୁଚାପଟି ଆସନ୍ତା 12 ଘଣ୍ଟା ଭିତରେ ଅବପାତରେ ପରିଣତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏହା କ୍ରମେ ଉତ୍ତର ପୂର୍ବ ଦିଗକୁ ଗତି କରି ପୁଣି ଲଘୁଚାପରେ ପରିଣତ ହେବା ପରେ ଦୁର୍ବଳ ହୋଇଯିବ। ତେଣୁ ଏହାର ପ୍ରଭାବରେ 22 ଡିସେମ୍ବର ସକାଳ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଗୋଟିଏ ପଟେ ରାଜ୍ୟରେ ଶୀତ ବଢ଼ାଇଥିବା ସମୟରେ ବର୍ତ୍ତମାନ ବର୍ଷା କଷ୍ଟକୁ ଦ୍ୱିଗୁଣିତ କରିଛି। ରାଜ୍ୟର ଅନେକ ଜିଲ୍ଲା ଗୁଡ଼ିକରେ ବର୍ତ୍ତମାନ କୋହଲା ପାଗ ରହିଛି। କଟକ, ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଆଦି ଜିଲ୍ଲାରେ ବର୍ଷା ହୋଇଥିବା ସୂଚନା ମିଳିଛି। ଅଦିନିଆ ବର୍ଷା କାରଣରୁ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ରାଜ୍ୟର ଚାଷୀ। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ବର୍ଷା କାରଣରୁ ଧାନ ଓଦା ହୋଇଥିବା ବିଭିନ୍ନ ସ୍ଥାନରେ ନଜରକୁ ଆସିଛି। ଯଦି ଆଗକୁ ବର୍ଷା ଲାଗି ରୁହେ ତେବେ ଧାନ ଗଜା ହେବାର ଭୟ ଚାଷୀଙ୍କୁ ଘାରିଛି। ଆଗାମୀ 2 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। 2 ଦିନ ପରେ ତାପମାତ୍ରା 2 ରୁ 4 ଡିଗ୍ରୀ ହ୍ରାସ ପାଇବା ସହ ଶୀତ ଅକ ହୋଇପାରେ ବୋଲି ଆକଳନ କରାଯାଇଛି।